କିଛି ନିର୍ଦ୍ଦିଷ୍ଟ ୱେବ୍ ଚ୍ୟାନେଲ ଏବଂ ସୋସିଆଲ ମିଡ଼ିଆରୁ ଦେଖିବାକୁ ପାଇଲୁ ଯେ ସେ ଗତକାଲି ବାଘପୁଞ୍ଜି ଠାରେ ଘଟିଥିବା ଗୋଟେ ସର୍ଭେ ସମୟରେ ଜଣେ ଲୋକ ଆସିକିରି ବାରମ୍ବାର ଡିଷ୍ଟର୍ବାନ୍ସ କଲା ଏବଂ ସେଠି ଜିଲ୍ଲାପାଳ ପୂର୍ବତନ ଜିଲ୍ଲାପାଳ ମାନ୍ୟବର ସାଂସଦ ବିଡିଓ ତହସିଲଦାର ସମସ୍ତେ ଥିଲେ। ବାଘପୁଞ୍ଜିର ଗୋଟେ କଲଭର୍ଟ ଗୋଟେ ପୋଲ ଯେଟିକି ବହୁତ ଲୋ ଅଛି ଏବଂ ତାକୁ କେମିତି ହାଇଟ୍ କରାଯିବ ସେ ବିଷୟରେ ଅନୁଧ୍ୟାନ କରାଯାଉଥିବା ସମୟରେ ଜଣେ ଲୋକ ଆସିକିରି ସେଠି ଡିଷ୍ଟର୍ବାନ୍ସ ସୃଷ୍ଟି କଲା। ମୁଁ ସ୍ପଷ୍ଟତାର ସହିତ କହିବାକୁ ଚାହେଁ ସେ କୌଣସି ଚାଷୀ ନୁହେଁ, ସିଏ ଜଣେ ଅତ୍ୟନ୍ତ ମଦ ପିଇକିରି ପେଟେ ମଦ ପିଇଥିବା ଲୋକ ଆସିକିରି ସେଠି ସାରା ସର୍ଭେଟାକୁ ଡିଷ୍ଟର୍ବାନ୍ସ କଲା, ଯାହାର ପରିଣାମ ସଦୃଶ ସେଠି ପୁରା ଉପସ୍ଥିତ ସମସ୍ତ ସରକାରୀ ଅଧିକାରୀ ରାଜନେତା ସମସ୍ତେ ଡିଷ୍ଟର୍ବାନ୍ସ ହେଇଗଲେ ଏବଂ ବାଧ୍ୟରେ ତହସିଲଦାର ତାଙ୍କୁ ଟାଣି ଟାଣି ନେଇକିରି ତାଙ୍କ ନିଜ ଗାଡ଼ିରେ ଯେହେତୁ ପୋଲିସ ଉପସ୍ଥିତ ନଥିଲା ନିଜ ଗାଡ଼ିରେ ତାଙ୍କୁ ନେଇକିରି ସିଧା ଥାନାରେ ଜଳେଶ୍ୱର ପୋଲିସ ଷ୍ଟେସନରେ ରଖିଲେ। ତାର ନିଶା ଛାଡ଼ିଲା ପରେ ତାଙ୍କୁ ବୋଧେ ଛଡ଼ା ହେଇଥିବ। ତେଣୁ ଲୋକଙ୍କ ମନରେ ଯେଉଁ ଗୋଟେ ପରସେପସନ୍ ତିଆରି ହେଉଛି ଯେ ଗୋଟେ ଆଜି ମୁଁ ଦେଖିଲି ହେଡ଼ଲାଇନ୍ରେ ଗୋଟେ ୱେବ୍ ଚ୍ୟାନେଲରେ ସୋସିଆଲ ମିଡ଼ିଆରେ ଲେଖା ହେଇଛି ଯେ ସାଂସଦଙ୍କର ପିଏଙ୍କର ଦବଙ୍ଗଗିରି ମାଡ଼ ମାରିବାକୁ ଚାଷୀଙ୍କୁ ଧମକ। ସେମିତି କିଛି ଧମକ କି ଦବଙ୍ଗଗିରି ନୁହେଁ, ଇଏ ଗୋଟେ ଅତ୍ୟନ୍ତ ମଦ ପିଇକିରି ମଜଦୁର ହେଇଥିବା ଲୋକ ଆସିକି ସେଠି ଡିଷ୍ଟର୍ବାନ୍ସ କରୁଥିଲା, ତାକୁ ନେଇକିରି ବାହାର କରିକିରି ଥାନାରେ ହ୍ୟାଣ୍ଡଓଭର କରିଲେ ତହସିଲଦାର। ସେ ଘଟଣାକୁ ନ ଦେଖେଇକିରି ତାର ଗୋଟେ 3 ସେକେଣ୍ଡ 4 ସେକେଣ୍ଡର ଗୋଟେ କ୍ଲିପକୁ ତାକୁ ମାଡ଼ ଦରକାର ବୋଲିକିରି ଯେଉଁ କୁହାଯାଉଛି ସେ କ୍ଲିପଟାକୁ ବଜେଇକିରି ଆଉ ପୂର୍ବପର ସମ୍ପର୍କକୁ କାଟି ଦେଇକିରି ଦେଖେଇବାଟା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଲୋକଙ୍କ ମନରେ ସ୍ପଷ୍ଟତାର ସହିତ ରହିବା ଦରକାର ଇଏ କୌଣସି ଚାଷୀ ନୁହେଁ, ଗୋଟେ ଅତ୍ୟନ୍ତ ମଦୁଆ। ସେଇଠି ବି ଗାଁର ଲୋକ ଆସିକି କହୁଥିଲେ ଆଜ୍ଞା ସେ ମଦ ଭାଟିଟା ଏଇଠି ଅଛି ସେଥିପାଇଁ ଏମାନେ ଏମିତି ଉତ୍ପାତ ହେଉଛନ୍ତି, ସେଇଟାକୁ ଆଗେ ବନ୍ଦ କରନ୍ତୁ ତାହେଲେ ଯାଇକିରି ଏମାନଙ୍କର ପରିସ୍ଥିତି ଆଉ ଏମିତି ହେବନି। ତେଣୁ ମୁଁ ପୁନଃ ପୁରା ବିନମ୍ରତାର ସହିତ କହିବାକୁ ଚାହୁଁଛି ଯେତେବେଳେ ଜଣେ ଜିଲ୍ଲାପାଳ ଉପସ୍ଥିତ ଅଛନ୍ତି, ଜଣେ ପୂର୍ବତନ ଜିଲ୍ଲାପାଳ ଉପସ୍ଥିତ ଅଛନ୍ତି, ଜଣେ ସାଂସଦ ଉପସ୍ଥିତ ଅଛନ୍ତି, ବିଡିଓ ତହସିଲଦାର ସମସ୍ତେ ଉପସ୍ଥିତ ଅଛନ୍ତି, ଗୋଟେ ବନ୍ୟା ଭଳିଆ ପରିସ୍ଥିତି ଅଛି ବି ତାକୁ ତହସିଲଦାର ନେଇକିରି ଆରେଷ୍ଟ କରେଇକିରି ପୁଣି ନିଶା ଛାଡ଼ିଲା ପରେ ଛାଡ଼ିଛନ୍ତି। ଯଦି ଯାହାର ମଦ ପିଇକିରି ମଜଦୁର ହବାର ଅଛି ସେ ଘର ଭିତରେ ଲକଡାଉନ ହବ, କ୍ୱାରେଣ୍ଟାଇନ୍ ହବ, ଆସିକିରି ପବ୍ଲିକ ପ୍ଲେସରେ ଡିଷ୍ଟର୍ବାନ୍ସ ନ କରିବାଟା ଭଲ। ଆଉ ଯେଉଁ ଭାଇମାନେ ୟାକୁ ସୋସିଆଲ ମିଡ଼ିଆରେ କିଛି ନ ବୁଝିକିରି ଛାଡ଼ିଛନ୍ତି ସେମାନଙ୍କୁ ବି ବିନମ୍ର ଅନୁରୋଧ ଆର ସତ୍ୟାସତ୍ୟଟା ବୁଝନ୍ତୁ। ସେ ଚାଷୀ ନା ଜଣେ ମାତାଲି ଜିଲ୍ଲାପାଳ ପୂର୍ବତନ ଜିଲ୍ଲାପାଳ ସମସ୍ତେ ଥିଲାବେଳେ ସମସ୍ତଙ୍କର ଉପସ୍ଥିତିରେ ଘଟଣା ଘଟିଛି। ତେଣୁ ଏ ବିଷୟର ପୁଙ୍ଖାନୁପୁଙ୍ଖ ପବ୍ଲିକରେ ଜାଣିବା ଦରକାର। ସେଥିପାଇଁ ମୁଁ ଭାବିଲି ସ୍ପଷ୍ଟତାର ସହିତ କହିଦେବାଟା ଠିକ୍ ହେବ, ଉଚିତ ସତ୍ୟ କଥାଟା ସାମ୍ନାକୁ ଆସିବାଟା ଠିକ୍ ହେବ। ମୁଁ ଭାବୁଛି ସମସ୍ତେ ଏ ବିଷୟରେ ଅବଗତ ହେଇଯାଇଥିବେ ନିଶ୍ଚିତ ରୂପରେ।